ବର୍ଷାଟା ଆଜି ବହୁତ ଦହମଞ୍ଜ କଲାଣି। ଜୟ ବାବା। ଶ୍ରାବଣର ଶେଷ ସୋମବାର, ସେବାରେ ଶିବ ଭକ୍ତି। ଜୟ ବାବା ସିଦ୍ଧେଶ୍ୱର, ହର ହର ମହାଦେବ। ଶ୍ରାବଣ ମାସ ମହାଦେବଙ୍କ ଭକ୍ତିରେ ଭିଜିଯାଏ ପ୍ରତ୍ୟେକ ଶିବ ଭକ୍ତଙ୍କ ମନ। କାଉଡ଼ିଆଙ୍କ ପାଦରେ ଥକାପଣ ଥାଏ, ଶରୀରରେ କ୍ଳାନ୍ତି ଥାଏ, କିନ୍ତୁ ମନରେ ଥାଏ ଗୋଟିଏ ଆଶା। ମହାଦେବଙ୍କୁ ଜଳ ଲାଗି କରିବେ, ତାଙ୍କ ଦର୍ଶନ ପାଇବେ, ତାଙ୍କ ଆଶୀର୍ବାଦ ଲାଭ କରିବେ। ଆଉ ଏହି ପବିତ୍ର ଶ୍ରାବଣର ଶେଷ ସୋମବାରରେ ମୋ ଗାଁର ମୌଡ଼ମଣି ମୋ ମହାଦେବ ବାବା ସିଦ୍ଧେଶ୍ୱରଙ୍କ ପୀଠରେ ଦେଖିବାକୁ ମିଳିଥିଲା ଭକ୍ତି ସହିତ ସେବାର ଏକ ସୁନ୍ଦର ଦୃଶ୍ୟ। ମୋ ଗାଁର ପିଲାମାନେ ତ ଆସିଥିଲେ, ତାଙ୍କ ସହିତ ବାହାର ଅଞ୍ଚଳରୁ ମଧ୍ୟ ଅନେକ ଶିବଭକ୍ତ ବାବା ସିଦ୍ଧେଶ୍ୱରଙ୍କୁ ଜଳ ଲାଗି କରିବା ପାଇଁ ଆସିଥିଲେ। କାହାର ହାତରେ କାଉଡ଼ି, କାହାର ମୁହଁରେ ବୋଲ ବମ୍ର ଧ୍ୱନି, ଆଉ ସମସ୍ତଙ୍କ ମନରେ ଥିଲା ଗୋଟିଏ ଭାବନା, ବାବା ସିଦ୍ଧେଶ୍ୱରଙ୍କ ଚରଣରେ ନିଜର ଭକ୍ତି ଅର୍ପଣ କରିବା। କିନ୍ତୁ ଏଥରର ଶ୍ରାବଣ ଆମ ପାଇଁ ଆଉ ଟିକେ ବିଶେଷ ଥିଲା, କାରଣ ଏ ବର୍ଷ ପ୍ରଥମ ଥର ପାଇଁ ବାବା ସିଦ୍ଧେଶ୍ୱର ମନ୍ଦିର କମିଟି ତରଫରୁ ଆସୁଥିବା ଭକ୍ତମାନଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା। ଆମର ଗୋଟିଏ ବିଶ୍ୱାସ, ମହାଦେବଙ୍କ ଭକ୍ତ ଆମ ଗାଁକୁ ଆସିଛନ୍ତି, ତେଣୁ ତାଙ୍କର ସେବା କରିବା ଆମର ସୌଭାଗ୍ୟ। ଏହା କେବଳ ଗୋଟିଏ ବ୍ୟବସ୍ଥା ନଥିଲା, ଏହା ଥିଲା ଭକ୍ତିରେ ମିଶିଥିବା ସେବାର ଭାବନା। କିନ୍ତୁ ସେବାରେ ଏହି ଯାତ୍ରା ଏତେ ସହଜ ନଥିଲା। ମାନେ ବର୍ତ୍ତମାନ ଏମିତି ପରିସ୍ଥିତି, କାଳିଆ ଲାଷ୍ଟ ଚାପାକୁ ଆଉ ଯାଇକି ଖାଇଲାଣି। ବର୍ଷା ଏତେ ଜୋର। ଖାଇବାର ଅଭିଜ୍ଞତା ଟିକେ କୁହନ୍ତୁ। ବର୍ଷାରେ ଯେଉଁ ବସି ଖାଉଛ ତାର ଅଭିଜ୍ଞତା ଗୋଟିଏ ପଦରେ କୁହନ୍ତୁ। ବଡ଼ ଭାଇ କୁହନ୍ତୁ, କ'ଣ କେମିତି ଅସୁବିଧାରେ କ'ଣ କିଛି ଅସୁବିଧା ହେଉଛି ନା ଖାଇବା ଠିକ୍ ଅଛି? ଯେଉଁ ଚାପା ଦେଇକି ସବୁ ପ୍ରଭୁଙ୍କ ଇଚ୍ଛା। ଚାଲୁ ପ୍ରଭୁ। ଆସ ଆସ, ବଡ଼ ଛତାଟା ହେଇଥିଲେ ହେଇନାହାନ୍ତା। ଏଇ ଯେଉଁ ପରିସ୍ଥିତି ଦେଖିପାରୁଥିବେ, ଛତା ତଳେ ଯାଉଛି ଡାଲମା। ଯେ ଡାଲମା ଦେଖା ଦେଖା ଦେଖା, ଏ ବାଗେଇ ଯାଅ, ଗୋଡ଼ ଖସିବ। ଧୀରେ ଧୀରେ ଯାଅ। ଶ୍ରାବଣ ମାସ, ବର୍ଷାର ଦିନ। ଦିନରେ ବର୍ଷା ହେଉଥିଲା, କେତେବେଳେ ଝିପିଝିପି ତ କେତେବେଳେ ଜୋରରେ। ଉପରେ ବସି ଖାଇବ ହେଲା। ଏଇ ତଳେ ରଖ, ରଖ ତଳେ, ପାଣି ପଡୁଛି। ନାଇଁ ନାଇଁ, ସେ ତଳେ ଥାଉ, ବସିବେ ଉପରେ ନା। ବର୍ଷାଟା ଆଜି ବହୁତ ଦହମଞ୍ଜ କଲାଣି। ଆଉ ପିଲାମାନେ ଯିଏ ଯାହାର ସେପଟକୁ ସବୁ ବଏଲ ହେଇଗଲେ। ଆମର ସେପଟେ ମଣ୍ଡପରେ ଯେଉଁ ମରା ହେଇଛି ଟେଣ୍ଟଟା, ସେତିକି ସେପଟେ ଡାକ ଡାକ ଆସିବେ, ବସିବେ। ଜୟ ବାବା ସିଦ୍ଧେଶ୍ୱର। ଆଜି ପବିତ୍ର ପୁତ୍ରଦା ଏକାଦଶୀ। ପବିତ୍ର ତିଥିରେ ପିଲାମାନେ ଜଳାଭିଷେକ ପାଇଁ ବାହାରିବେ ଏକା ପ୍ରାଚୀ ନଦୀ କୂଳକୁ। ସେଠୁ ମହାପ୍ରଭୁ ସିଦ୍ଧେଶ୍ୱରଙ୍କର ଆଜି ପବିତ୍ର ଜଳାଭିଷେକ। କାଲି ଆସନ୍ତାକାଲି ଶ୍ରାବଣର ଶେଷ ସୋମବାର ହବ। ମହାପ୍ରଭୁଙ୍କର ଦେଖନ୍ତୁ କେମିତି ସେବା। ଭାଇମାନେ ସବୁ ଦୂରରୁ ଯିଏ ଯେମିତି ଗୋଟେ ଏକତ୍ରିତ ହେଇ ମହାପ୍ରଭୁ ଇଷ୍ଟଦେବ ସିଦ୍ଧେଶ୍ୱର ମହାରୁଦ୍ରାଙ୍କୁ ଆଜି ଆସନ୍ତାକାଲି କରିବେ। ଖରାବେଳର କାମ ସରିଲା। ବର୍ଷା ଏପଟେ ଜୋର ହେଉଛି, ଦେଖିପାରୁଛ ପୁରା ବର୍ଷା ବହୁତ ଜୋର ହେଉଛି। ଖରାବେଳ କାମ ସରିଲା, ପାଖାପାଖି 2:30 ଉପରେ ହେଲାଣି।
ତାପରେ ପିଲା ଯିବେ ସବୁ ଆଉ ଟିକେ ପରେ ନେଇକି ପାଣି ଆସିଲା ପରେ ରାତି ପାଇଁ ବ୍ୟବସ୍ଥା ହେବ ଯେ ଏବେ ଜୋର ବର୍ଷା ପୁରା ଭୟଙ୍କର ବର୍ଷା ହେଉଛି ସେପଟେ। ଚାଲ ଆଜ୍ଞା ଯାଅ ସମସ୍ତେ ଏକାଠି ଆସିବ ହେଲା। ए लुलिया कुआडे गला लुलिया सकाल काम सरी ए पुणी आरंभ हो गला संध्या कावड़िया भाई मान सब व्यवस्था चलती सान सान भाई मैंने सब जाइंट पानी नहीं पुणी राति व्यवस्था एपटे है जो मैंने भी आसवे बाहर भाई मैंने आसवे भौणी मैंने आसवे सब व्यवस्था होपटे चल कौन सब कले कि सब राति सहयोग कर कहीं सब पिला पलि बाहर नहीं पुणी राति व्यवस्था चलला। सुगन्धिं पुष्टिवर्धनम् उर्वारुकमिव बन्धना तो पाखे शरण हेले अंधकु पथ दिसिला छोटा डाली जाऊथिला वर्षा आसला राति आसला थकापण आसला तथापि सेवा बंद है नहीं। महादेव भक्त आसुले आम गाँव पिला माने निज निज दायित्व नहीं सेवा लगी रही किए भक्त को रहा स्थान देखाऊला किए प्रसाद सेवन व्यवस्था करुले किए मंदिर व्यवस्था संभालुले आउ किए दूर आसी भक्त आवश्यकता बुझी साहाय्य करते। सेवा कार्य आम नना मानकर बहुत सहयोग रही पूजापाठ ठारू आरंभ कर जल लगी पर्यंत भक्त मान श्रृंखलित भाव में दर्शन कराया पर्यंत नना माने निज दायित्व निष्ठार सहित तुलाई एवं भक्त मान प्रसाद व्यवस्थार समस्त दायित्व नना माने वहन करते। समस्त नना को आमर हृदय धन्यवाद। आम गाँव समस्त लोक जो माने प्रत्यक्ष भाव में कि परोक्ष भाव में ये सेवार सामिल होते अशेष अशेष धन्यवाद। कारण एभली एक बड़ कार्य केवल जड़े दुई जन द्वारा संभव नहीं। समस्त सहयोग और एकता ही यहाँ सफल करें। समस्त सेवार कथा कहवा बेले जड़े व्यक्ति को विशेष भाव में मन न पकड़े यही सेवा अधूरा रही सी होती किए जानते आपण मैंने? हाँ आज्ञा आम गाँव मुरबी आम दाढ़ी अजा
ଦିନରେ ତ ସେ ଆମ ସହିତ ରହୁଥିଲେ, କିନ୍ତୁ ରାତି ହୋଇଗଲା ପରେ ମଧ୍ୟ ସେ ଘରକୁ ଯାଉନଥିଲେ। ଅନେକ ରାତି ପର୍ଯ୍ୟନ୍ତ ଆମ ସହିତ ରହି ଦୂରଦୂରାନ୍ତରରୁ ଆସୁଥିବା ମହାଦେବଙ୍କ ଭକ୍ତମାନଙ୍କ ଧ୍ୟାନ ରଖୁଥିଲେ। ରାତି ବଢ଼ୁଥିଲା, ବର୍ଷା ହେଉଥିଲା, ସମସ୍ତେ ଥକି ଯାଉଥିଲେ, କିନ୍ତୁ ଦାଢ଼ି ଅଜାଙ୍କ ମନରେ ଥିଲା ଗୋଟିଏ କଥା, ଦୂରରୁ ମହାଦେବଙ୍କ ଭକ୍ତ ଆସିଛନ୍ତି, ତାଙ୍କର କୌଣସି ଅସୁବିଧା ହେବା ଉଚିତ ନୁହେଁ। କିଏ ରାତିରେ ଆସିଲେ କେଉଁଠି ରହିବେ, ଏସବୁ କଥାର ଧ୍ୟାନ ରଖିବାର ଦାଢ଼ି ଅଜା ଆମ ସହିତ ରହିଥିଲେ। ଦାଢ଼ି ଅଜା, ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍। ଆପଣ ଆମ ଗାଁର ମୁରବୀ, ଆପଣଙ୍କ ଅନୁଭବ ଓ ଆଶୀର୍ବାଦ ଆମ ପାଇଁ ସବୁବେଳେ ମୂଲ୍ୟବାନ। ଆପଣଙ୍କ ଭଳି ଜଣେ ମୁରବୀ ଆମ ସହିତ ରାତି ପର୍ଯ୍ୟନ୍ତ ରହି ଭକ୍ତଙ୍କ ସେବା କରିବା ଆମ ପାଇଁ ନିଶ୍ଚିନ୍ତ ଭାବରେ ଗର୍ବର ବିଷୟ। ଦାଢ଼ି ଅଜା ଭିକ୍ଷା କର। ଏହି ଶ୍ରାବଣ ମାସ ଆମକୁ ଗୋଟିଏ କଥା ଶିଖାଇ ଦେଲା, ଭକ୍ତି କେବଳ ମନ୍ଦିର ଭିତରେ ନୁହେଁ। ଭକ୍ତି ସେତେବେଳେ ସାର୍ଥକ ହୁଏ ଯେତେବେଳେ ଆମେ ଅନ୍ୟର ସେବାରେ ନିଜକୁ ନିୟୋଜିତ କରିଥାଉ। ବାବା ସିଦ୍ଧେଶ୍ୱରଙ୍କୁ ଜଳ ଅର୍ପଣ କରିବା ଭକ୍ତି, କିନ୍ତୁ ଯେଉଁ ଭକ୍ତ ଜଳ ନେଇ ଆସିଛନ୍ତି ତାଙ୍କୁ ଟିକେ ପାଣି ଦେବା, ତାଙ୍କୁ ରହିବା ପାଇଁ ସ୍ଥାନ ଦେବା, ତାଙ୍କୁ ପ୍ରସାଦ ଖୁଆଇବା, ତାଙ୍କ ସୁବିଧା ଅନୁଯାୟୀ ପାଖରେ ଠିଆ ହେବା, ଏହା ମଧ୍ୟ ମୋ ମହାଦେବଙ୍କ ସେବା। ଆଉ ଏହି ସେବାର ଆମ ଶାଳିଜଙ୍ଗା ଗାଁର ଯେଉଁ ଭାଇ ଭଉଣୀମାନେ ସାମିଲ ହୋଇଛନ୍ତି ସେମାନଙ୍କୁ ବାବା ସିଦ୍ଧେଶ୍ୱରଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଦୂରଦୂରାନ୍ତରରୁ ଆସିଥିବା ସମସ୍ତ ଶିବଭକ୍ତଙ୍କୁ ମଧ୍ୟ ଆମ ଗାଁ ତରଫରୁ ହୃଦୟରୁ ଧନ୍ୟବାଦ। ଆପଣମାନଙ୍କ ବୋଲବମ୍ ଧୁନିରେ ଆମ ଗାଁ ଶିବମୟ ହୋଇଯାଇଥିଲା। ଆପଣମାନଙ୍କ ଭକ୍ତିରେ ଆମ ବାବା ସିଦ୍ଧେଶ୍ୱରଙ୍କ ଦରବାର ଆହୁରି ଭକ୍ତିମୟ ହୋଇଯାଇଥିଲା। ମୋ ମହାଦେବ ବାବା ସିଦ୍ଧେଶ୍ୱର ସମସ୍ତଙ୍କ ମନୋକାମନା ପୂରଣ କରନ୍ତୁ, ସମସ୍ତଙ୍କ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ। ଆଉ ଆମ ଗାଁର ଏହି ଏକତା, ଭାଇଚାରା ଓ ସେବାର ଭାବନା ସବୁବେଳେ ଏମିତି ରହୁ। ଶେଷରେ ମୁଁ ଏତିକି କହିବି, ମୋ ଗାଁର ମୌଡ଼ମଣି ମୋ ମହାଦେବ ବାବା ସିଦ୍ଧେଶ୍ୱରଙ୍କ ଚରଣରେ ଏତିକି ପ୍ରାର୍ଥନା କରିବି, ଆମକୁ ସବୁବେଳେ ଏମିତି ସେବା କରିବାର ଶକ୍ତି ଦିଅନ୍ତୁ, ଆମ ଗାଁକୁ ଏକତାରେ ରଖନ୍ତୁ, ଆଉ ଆମ ଗାଁକୁ ଆସୁଥିବା ପ୍ରତ୍ୟେକ ଶିବ ଭକ୍ତଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହୁ। ଜୟ ବାବା ସିଦ୍ଧେଶ୍ୱର, ହର ହର ମହାଦେବ। ଆସନ୍ତୁ ଶେଷରେ ଦେଖିବା ଆସିଥିବା ସମସ୍ତ କାଉଡ଼ିଆ ଭାଇ ଭଉଣୀମାନେ ଓ ମହାଦେବ ବାବା ସିଦ୍ଧେଶ୍ୱରଙ୍କୁ ଜଳାଭିଷେକ କରିବାର ସୁନ୍ଦର ଦୃଶ୍ୟ। हर हर महादेव शिव शंकर, तुम्हें सत्य, तुम्हें नित्य, तुम्हें सुंदर। हर हर महादेव शिव शंकर, तुम्हें सत्य, तुम्हें नित्य, तुम्हें सुंदर। हे सिद्धेश्वर बाबा सिद्धेश्वर, एछार खोजे तुम पयर, एछार खोजे तुम पयर। गाए बुली बुली ए झाड़ू मुदुली, गाए बुली बुली ए झाड़ू मुदुली, महापुण्य नाम तुमर। हे सिद्धेश्वर बाबा सिद्धेश्वर, एछार खोजे तुम पयर, एछार खोजे तुम पयर। ଶାଳିଜଙ୍ଗା ଗ୍ରାମ ଧନ୍ୟ ହୋଇଅଛି, ତୁମ ପରି ପ୍ରଭୁ ଥାଏ। ସୁଖରେ ଦୁଃଖରେ ତୁମେ ହିଁ ଆସରା, ଆନଗତି କିଛି ନାହିଁ। ଶାଳିଜଙ୍ଗା ଗ୍ରାମ ଧନ୍ୟ ହୋଇଅଛି, ତୁମ ପରି ପ୍ରଭୁ ଥାଏ। ସୁଖରେ ଦୁଃଖରେ ତୁମେ ହିଁ ଆସରା, ଆନଗତି କିଛି ନାହିଁ। କେଡ଼େ ଶୋଭାବନ आहे पंचानन, केड़े शोभावन आहे पंचानन, दिसे तुम पुण्य मंदिर। हे सिद्धेश्वर बाबा सिद्धेश्वर, एछार खोजे तुम पयर, एछार खोजे तुम पयर।
ইতিহাস গাইবি মন করিছি দোষ থিলে প্রভু ক্ষমা করিদেব এই অলি করুଅছি ভক্তি চিত্তরে তুম ইতিহাস গাইবি মন করিছি দোষ থিলে প্রভু ক্ষমা করিদেব এই অলি করুଅছি পঙ্গু লঙ্ঘে গিরি তুম নাম গাই পঙ্গু লঙ্ঘে গিরি তুম নাম গাই মুখ কহে কথা মধুর হে সিদ্ধেশ্বর এ ছাড় খোঁজে তুম পয়র এ ছাড় খোঁজে তুম পয়র গরু মোর চরি যাউଥିଲେ অটুণী জঙ্গল আড়ে সে গাই পলরে কালী গাইটিয়ে তাঙ্ক সঙ্গে চরি বুলে গাই গরু মোর চরি যাউଥିଲେ অটুণী জঙ্গল আড়ে সে গাই পলরে কালী গাইটিয়ে তাঙ্ক সঙ্গে চরি বুলে দুধিয়ালি গাই ক্ষীর দেলা নাহি দুধিয়ালি গাই ক্ষীর দেলা নাহি খালি শুকি গলা তা চির হে সিদ্ধেশ্বর বাবা সিদ্ধেশ্বর এ ছাড় খোঁজে তুম পয়র এ ছাড় খোঁজে তুম পয়র ছাড় মুদুলি মনরে ভাবিলি ক্ষীর কিয়ে চোরি করে কালী গাই মোর ভারি শান্ত শিষ্ট কিয়ে তার চির ধরে ছাড় মুদুলি মনরে ভাবিলি ক্ষীর কিয়ে চোরি করে কালী গাই মোর ভারি শান্ত শিষ্ট কিয়ে তার চির ধরে মাটি তলে থাই বাবা সিদ্ধেশ্বর মাটি তলে থাই বাবা সিদ্ধেশ্বর পাউথিল গাই রক্ষীর হে সিদ্ধেশ্বর বাবা সিদ্ধেশ্বর এ ছাড় খোঁজে তুম পয়র এ ছাড় খোঁজে তুম পয়র সপনরে আসি কহিল প্রভু হে মাটি তলে অছ বলে মাটি খোলি ভক্ত তুমকু দেখিলে খুশিরে হেলে বাউলে সপনরে আসি কহিল প্রভু হে মাটি তলে অছ বলে মাটি খোলি ভক্ত তুমকু দেখিলে খুশিরে হেলে বাউলি খ্রিস্টাব্দ 1700 মସିହାରେ ଖ୍ରୀଷ୍ଟାବ୍ଦ 1700 ମସିହାରେ ଗଢ଼ା ହେଲା ଛୋଟ ମନ୍ଦିର ହେ ସିଦ୍ଧେଶ୍ୱର ବାବା ସିଦ୍ଧେଶ୍ୱର ଏ ଛାର ଖୋଜେ ତୁମ ପୟର ଏ ଛାର ଖୋଜେ ତୁମ ପୟର